ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଗତକାଲି ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି। ଆଉ ଏଥିପାଇଁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ରାତାରାତି ନୋଟିସ୍ ଜାରି କରିଦେଇ ପ୍ରାୟ ସମସ୍ତ ସ୍କୁଲ ବନ୍ଦ ରଖିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରର କିନ୍ତୁ ଏବେ ଯାଏଁ କୌଣସି ନୋଟିସ୍ ଆସିନାହିଁ। ସରକାର ଘୋଷଣା କଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ବି ଆସିଲା, ସମସ୍ତ ସୋସିଆଲ ମିଡ଼ିଆରେ ନ୍ୟୁଜ୍ରେ ଭାଇରାଲ ହେଲା, କିନ୍ତୁ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଏବେ ଯାଏଁ କୌଣସି କ୍ଲିୟରାନ୍ସ ଆସିନାହିଁ। ଯାହାଫଳରେ ଅଙ୍ଗନବାଡ଼ି କର୍ମୀମାନେ କ'ଣ କରିବେ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବେ କି ଖୋଲା ରଖିବେ, ଶିଶୁମାନଙ୍କୁ ଟିଏଚଆର୍ ବଣ୍ଟନ କରିବେ କି କେଉଁ ଉପାୟରେ କେମିତି କରିବେ, ସେମାନେ ନିଜେ ମଧ୍ୟ ବୁଝିପାରୁନାହାନ୍ତି। କାରଣ ଯେଉଁ ସରକାରଙ୍କର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆପ୍ ଚାଲିଛି, ପୋଷଣ ଆପ୍, ସେଥିରେ ପ୍ରତିଦିନ ଅଙ୍ଗନବାଡ଼ି କେନ୍ଦ୍ର ଓପନ୍ କରିବାକୁ ପଡ଼ୁଛି। ତା ସହ ଫଟୋ କ୍ୟାପଚର୍ ଏବଂ ଉପସ୍ଥାନ ପକାଯାଉଛି। ସେଥିପାଇଁ ବାଧ୍ୟ ହୋଇ, ଯେହେତୁ ବିଭାଗ ତରଫରୁ ଏ ବାବଦରେ କୌଣସି ସବିଶେଷ ବିବରଣୀ ଆସିନାହିଁ, ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ, ଏଣୁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲା ରହିଛି। ସେଥିପାଇଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଚାର କରିବା ନିହାତି ଜରୁରୀ। କାରଣ ବଡ଼ ଛୁଆଙ୍କୁ ଛୁଟି ମିଳିଥିବା ବେଳେ ଛୋଟ ଛୁଆଙ୍କୁ କେମିତି କ'ଣ କରାଯିବ, ତାହା ଦ୍ୱନ୍ଦ୍ୱ ମଧ୍ୟରେ ରହିଛି। ଧନ୍ୟବାଦ।